ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ମୁଁ ବିଜୟଲକ୍ଷ୍ମୀ ମୋ ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର ଆଜି ଦିନରେ ବହୁତ ବର୍ଷା ହଉଥିଲା। ଦିନ ସାରା ବର୍ଷା ଲାଗି ରହିଥିଲା। ଆଉ ବର୍ଷା ଲାଗି ରହିବା ଦ୍ୱାରା ମାନେ ଗଛର ପତ୍ର ସବୁ ଧୋଇ ଧୁଆ ହେଇକି ପୁରା ସଫା ହେଇଯାଇଛି। ଆଉ ବାଲକୋନି ଟା ବି ଆମର ସଫା ହେଇଯାଉଛି। ଗୋଲାପ ଫୁଲ ଏମିତି ବର୍ଷା ହେଲା ବେଳକୁ ଏମିତି ଟିକେ ଟିକେ ଫୁଟି ଥାଏ। ଆଉ ସତରେ ଏଇ ପିଲାମାନଙ୍କୁ ଦେଖିଲା ପରେ ଯେମିତି ନିଜର ପିଲାଦିନର କଥା ମନେ ପଡିଯାଏ। ଆମେ ବି ଦିନ ଥିଲା ଛୋଟ ଥିଲୁ, ଆମେ ବି ଏମିତି ଖେଳକୁଦ ହିଁ କରୁଥିଲୁ। ବହୁତ ମାନେ ବର୍ଷାରେ ଭିଜିକି ଖେଳିବାକୁ ହିଁ ଇଚ୍ଛା ହଉଥିଲା ସତରେ। ଆଉ ଏମିତି ରାସ୍ତାଘାଟ ପାଣି ପଚର ପଚର, ସେତେବେଳର ମା ବାପା ମାନେ ଗାଳି କରୁଥାନ୍ତି, ଆରେ ବର୍ଷାରେ ଭିଜ ନା, ବର୍ଷାରେ ଭିଜିଲେ ଜର ହବ, ଇଏ ଅଦିନିଆ ବର୍ଷା। ସତରେ ସେତେବେଳେ ଆମ ମୁଣ୍ଡରେ କିଛି ବି ଟେନସନ ନଥିଲା। କିନ୍ତୁ ଏବେ ଯାହା ହେଲେ ବି ଆମେ ସାଂସାରିକ ଜଞ୍ଜାଳ ଭିତରେ ଆସିଲା ପରେ ଆମର ଗୋଟେ ଦାୟିତ୍ୱ ଭଳିଆ ହେଲା। ଆଉ କିନ୍ତୁ ସେ ସମୟରେ ସେ ଦିନ ଟା ଭଲ ଥିଲା। ଆମେ ରାସ୍ତାଘାଟରେ ଖେଳ ବୁଲ ସବୁ କରୁଥିଲୁ। ଆମର କୌଣସି ପ୍ରକାର ଟେନସନ ନଥିଲା। ସବୁବେଳେ ବାପା ମା ବୁଝଉଥାନ୍ତି ଯେ ବର୍ତ୍ତମାନ ତ କୌଣସି ପ୍ରକାର ଟେନସନ ନାହିଁ, ତମେ ଆଗକୁ ବଢି ବଢି ଯାଅ। ସତରେ ଆମେ ଖାଲି ଅଯଥାଟାରେ ଟେନସନ ହଉ, ଆଉ ନହେଲେ କିଛି ନୁହେଁ। ସେତେବେଳେ ଖେଳ ବୁଲ କରିକି ଦିନ ଆମର କୁଆଡେ ପଳେଇ ଯାଉଥିଲା। ସେଇ ପିଲାଦିନ ତ ଥରେ ଗଲା ପରେ ଗୋଟେ ଦାୟିତ୍ୱ ଟେନସନ ଭିତରେ ଆସିଗଲା ବେଳକୁ ମାନେ ସବୁ କିଛି କରିବାକୁ ହିଁ ପଡେ। ଏ ସବୁ ଗଛ ଗୁଡିକୁ ଦେଖିଲେ ମତେ ଏଇ ବାଲକୋନି ରେ ଭଲ ଲାଗେ। କିଛି କିଛି ଗଛ ଏମିତି ମୁଁ ଲଗେଇଛି ତୁଳସୀ ଚଉରା ଗଛ ପାଖରେ। ଇଏ ଦିଟା ଛୋଟ ଛୋଟ ସୋ ଗଛ ହିଁ, ଗୋଟେ ଆଲୋଭେରା ଆଉ ଗୋଟେ ଜେଡ ପ୍ଲାଣ୍ଟ, ଏଇଟା ଗୋଟେ ବାମ୍ବୋ ଟ୍ରି। ଏମିତି ଏଇ ସବୁ ମୋର କାମ ହିଁ ରହିଛି। ଆଉ ଏଇ ବର୍ଷା ପାଇଁ ମୁଁ ଆଉ ମାନେ ବେଡସିଟ ବି ପକେଇ ପାରୁନି ସେମିତି। ଆଉ ଏଇଠି ମୋର କାମ ରହିଛି ମେଜରମେଣ୍ଟ ର ବ୍ଲାଉଜ ମୁଁ ଦିଟା କାଟିଥିଲି। ବ୍ଲାକ୍ କଲର ଗୋଟେ, ଆଉ ଏଇଟା ଗୋଟେ ପାଟ ଶାଢୀର, ଏଇଟା ଗୋଟେ ପାଟ ଶାଢୀର। ତିନିଟା ବ୍ଲାଉଜ ଜଣକର ହିଁ କାଟିଥିଲି, ହେଲେ ମୋର ଦବାକୁ ଅଛି ଆସନ୍ତା କାଲି। ମାନେ ସଣ୍ଡେ ହିଁ ଦବାର ଅଛି। ଯାହା ହେଲେ ବି ମତେ ଦବାକୁ ହିଁ ପଡିବ, ତେଣୁକରି ମୁଁ କରୁଛି। ଦିନ ତମାମ ଭିତରେ ମୁଁ ଏମିତି ହିଁ କାମ କରେ। ନିଜର ନିତ୍ୟକର୍ମ ଆଗ ସାରିଦିଏ। ମାନେ ଯାହା ଯାହା କାମ ହେଲା, ଯେମିତି କିି ଝାଡୁ କରିବା, ରୋଷେଇ କରିବା, ଆଉ ତାପରେ ବାକି ଏମିତି ଘରର ଯାହା ଠାକୁର ପୂଜା କାମ, ତାପରେ ଟିଫିନ ପ୍ୟାକିଂ, ଏ ସବୁ କରୁ କରୁ ହେଇଯାଏ ଦିନ 9:30 ରୁ 10ଟା ଭିତରେ। ନିଜର ଗାଧୁଆ ପାଧୁଆ ଟିଫିନ ଖାଇବା ସବୁ 10ଟା ସୁଦ୍ଧା ସରିଯାଏ। ତାପରେ ମୁଁ ମୋର ବସି ପଡେ ନିତ୍ୟ କର୍ମରେ। ଆଉ ଘରେ ସେତେବେଳକୁ କେହି ନଥାନ୍ତି। ସେତେବେଳକୁ ସମସ୍ତେ ଯେ ଯାହା ଡ୍ୟୁଟିରେ ପଳେଇ ଯାଇଥାନ୍ତି, ତେଣୁ ମୁଁ ଏକୁଟିଆ ଥାଏ। ତ ମତେ ସିଲେଇ କରିବାକୁ ବି ସୁବିଧା ହୁଏ। ଏମିତିରେ ବି ମାନେ ଅଯଥା 10ଟା ରୁ ଯୋଉ ରାତି ପର୍ଯ୍ୟନ୍ତ ଟାଇମ ପାସ୍ କଣ ଆଉ କରିବି। ତେଣୁକରି ଏଇ ସିଲେଇ ଟା ମୁଁ ଶିଖିଛି ବୋଲିକି ଆଜିକୁ ମୁଁ ଏଇ ସିଲେଇ ବି କରୁଛି। ମାନେ 5 ଜଣଙ୍କର ସିଲେଇ ବି କରିପାରୁଛି। ଆଉ ଘରେ ବସିକି ମୁଁ କିଛି ପଇସା ରୋଜଗାର ବି କରିପାରୁଛି। ସତରେ ଏସବୁ ଜିନିଷ ବହୁତ ଖୁସି ଲାଗେ। କିନ୍ତୁ ସିଲେଇ ଲୋକ ମାନଙ୍କର ଗୋଟିଏ ଟେନସନ ଥାଏ, ନା ସେମାନେ ତାଙ୍କର ସିଲେଇ ଥିବ ମାନେ ନା ସେମାନେ କାହା ସାଙ୍ଗରେ ମିଶି ପାରୁଥିବେ, ନା କଥା ହେଇ ପାରୁଥିବେ, ନା କଣ କରିପାରୁଥିବେ। ତାଙ୍କ ପାଖ ପଡୋଶୀରେ କଣ ହେଲେ ବି ସେମାନେ ଜାଣି ପାରୁ ନଥିବେ। ଏଇ ଟାଇପ ର ହିଁ ସିଲେଇ କାମ ଗୋଟେ ଜଣକୁ ମିଳିଥାଏ। ଆଉ ସିଲେଇ କାମରେ ଯଦି କେହି କଷ୍ଟମର ଦେଇଥିବେ, ହଁ ତମେ ତମ ସୁବିଧା ଦେଖିକି ବନେଇଦବ, ତାହେଲେ ସିଏ ଜିନିଷ ରହିଯାଇଥାଏ। ଆଉ ଯୋଉ ଲୋକ କହିଥିବ ନାଇଁ ଆମକୁ କାଲି ହିଁ ଅର୍ଜେଣ୍ଟ ଦରକାର ଅଛି, କାଲି ସନ୍ଧ୍ୟା ବେଳକୁ ହଉ କି ଆଜି ଦେଇଥିବେ ଯଦି ଅସ୍ତ୍ର ସହକାରେ ଆଜି ହିଁ ସନ୍ଧ୍ୟା ବେଳକୁ ଦରକାର ଅଛି, ତାହେଲେ ସେ କାମଟି ଆଗୁଆ ହେଇଯାଇଥାଏ। କିନ୍ତୁ ଇଏ କାମଟି ପଛରେ ରହିଯାଇଥାଏ। ଏଇଟା ଟେଲର ବାଲା ମାନଙ୍କର ସମସ୍ତଙ୍କର ଦୋଷ। ଆଉ ଏଇଟା ମୋର ବି ଦୋଷ, ମୁଁ ବି ସ୍ଵୀକାର କରୁଛି। ଆଉ ଏମିତି ସବୁ ରହିଥାଏ ସିଲେଇ ବାଲା ମାନଙ୍କର। ସିଲେଇ ଜଲଦି ଜଲଦି ସାରିଦେଲେ ଭଲ, କିନ୍ତୁ ଏମିତି ହେଇଯାଏ ଆଉ। ଏଇଟା ଦେଖନ୍ତୁ ଏବେ ହିଁ ସେ ମତେ ଦେଇଛନ୍ତି। ସେ ମତେ କହିଥିଲେ ଦିନେ 2 ଦିନ ଭିତରେ ଦରକାର, କାହିଁକି ନା ତାଙ୍କର କଣ ପାର୍ଟି ଅଛି।
ତେଣୁକରି ସେ ଦେଇଥିଲେ, ତାଙ୍କର ପିନ୍ଧିବାର ଅଛି ପାଟ ଶାଢୀ ଦିଟା। ତେଣୁକରି ମୁଁ କହିଲି ହଉ ଠିକ ଅଛି, ମୁଁ ବନେଇ ଦେଇଥିବି। ଆଉ ତାଙ୍କର ବନେଇକି ଦବାର ଅଛି। ଏମିତି ବି ଟିକେ ଟିକେ କାମ ଅଛି। ଆଉ ଯୋଉଗୁଡା ମାନେ ଚଳିଯିବ ଆଉ ଦିନେ 2 ଦିନ ପରେ, ସେ କାମ ଗୁଡା ମୋର ଅଛି। ଆଉ ତାକୁ ମୁଁ ଆଉ ହାତ ମାରିନି, କାହିଁକି ନା ଅସ୍ତ୍ର କିଣିକି ରେଡି କରିକି ରଖିଦେଇଛି। ହେଲେ ମୁଁ ଆଉ ତାକୁ ସିଲେଇ କରିପାରିନି। ସିଲେଇ ନିଶ୍ଚିତ ଭାବରେ ମୁଁ ଜଲଦି ଜଲଦି ଏବେ କରିବାକୁ ଚେଷ୍ଟା କରୁଛି, କାରଣ କାମ ନ କଲା ବେଳକୁ ସେ କାମ କିଛି କମ୍ପ୍ଲିଟ ହେଇପାରୁନି, କି ମୁଁ ମୋ ନିଜକୁ ବି ଟାଇମ ଦେଇ ପାରୁନି। ଯାହା ଫଳରେ ମୁଁ ୟୁଟ୍ୟୁବ ପାଇଁ ବି କିଛି କରିପାରୁନି। ୟୁଟ୍ୟୁବରେ ମୁଁ ପାଦ ଦେଇଛି ସତ କଥା। ମୁଁ ଆଗରୁ ବି ଗୋଟେ ମୋର ଚ୍ୟାନେଲ ଥିଲା, ଯୋଉଟା କି ଏଇ ମୋ ଚ୍ୟାନେଲ ନାଁରେ ହିଁ ଥିଲା, ବିଜୟଲକ୍ଷ୍ମୀ ବ୍ଲଗ୍ସରେ। ତ ସେଥିରେ ବି ସେମିତି ମୁଁ କରୁଥିଲି, ପ୍ରାୟ ବହୁତ ଦିନ କରିଥିଲି। ଯୋଉଟା କି ହେଇଥିଲା 2020-21 ବେଳରେ ମୁଁ କରୁଥିଲି। କିନ୍ତୁ ସେତେବେଳେ ଯଦି କରିଥାନ୍ତି, ଆଜିକୁ ମତେ ସମସ୍ତେ ଜାଣି ସାରିଥାନ୍ତେ। ମୁଁ ସେତେବେଳେ କରୁଥିଲି, ସେତେବେଳେ କିଛି କିଛି କରିକି ଛାଡି ଦେଇଥିଲି। ହେଲେ ମୋର ଏଇ ସିଲେଇ କାମ ଯେତେବେଳେ ରହିଗଲା, ମୁଁ ଆଉ କିଛି କରି ହିଁ ପାରିଲିନି। ଏବେ ଯେହେତୁ ସମ୍ପୂର୍ଣ୍ଣ ରୂପେ ଏକୁଟିଆ ଅଛି, ତଥାପି ମୁଁ କହିଲି ନାଇଁ, ଯେହେତୁ ମୋର ଗୋଟେ ଇଚ୍ଛା ଅଛି ମୁଁ ୟୁଟ୍ୟୁବ ଟା କରିବି ବୋଲିକି, ତେଣୁକରି ମୁଁ ୟାକୁ କରୁଛି। ଆଉ ଯଦି ଆପଣ ମାନେ ମତେ ସପୋର୍ଟ କରିବେ, ସତ କଥା ମାନେ ମୁଁ ଆଗକୁ ବି ଗ୍ରୋ କରିପାରିବି। ଆଉ ଏସବୁ ପାଇଁ ଟିକେ ଟାଇମ ଲାଗିବ ସତ କଥା, ଭଲ ଭିଡିଓ ଆଣିବା ପାଇଁ। ଏଇ ବର୍ଷା ହଉଛି ବୋଲିକି ମୁଁ ଏତେ ଇଏ କରିପାରୁନି। କାମ ତ ଆପଣଙ୍କୁ ଦେଖେଇଲି ଯେତିକି କାମ ଅଛି। ଏସବୁ କାମ ହେଲା ବେଳକୁ ବି ଟିକେ ପ୍ରେସର ହେଇଯାଉଛି ମତେ। ମୁଁ କହିଲି ନାଇଁ, କାମ ଗୁଡା ସାରିଦେଇ, କାମ ତ କେବେ ବି ସରିବନି। ତେଣୁକରି ଏ କାମ ହେଲା କିଛି କିଛି ହାଲୁକା ହେଇଗଲା ପରେ, ମୁଁ ନିଶ୍ଚିତ ଭାବରେ ଆପଣ ମାନଙ୍କ ପାଇଁ କିଛି କିଛି ଭଲ ଭିଡିଓ ହିଁ ଆଣିବି। ଯୋଉଟାରେ କି ଆପଣ ମାନେ କିଛି ଶିଖିପାରିବେ, ଜାଣିପାରିବେ ଏଇ ସବୁ ଜିନିଷ। ଆଉ ଏମିତି ଆଜି ଏଇ ସବୁ ମାନେ ବର୍ଷା ହଉଥାଏ। ବର୍ଷା ହଉଥାଏ, ଛାଡୁଥାଏ, ଏଇ ଭିତରେ ହିଁ ଦିନ ଚାଲିଗଲା। ମୋବାଇଲ ଦେଖି ଦେଖି ଦିନ ଚାଲିଗଲା। ଏମିତି ହିଁ ଦିନ କଟି ଯାଉଛି। ହେଲେ ଜୀବନରେ ଯେତେବେଳେ ମାନେ ଗୋଟେ ଦିନ ସରି ଯାଉଛି, ଆଉ କିଛି କରି ହଉନି, ସେତେବେଳେ ବହୁତ ଅଫସୋସ ହିଁ ଲାଗୁଛି। ମାନେ ବହୁତ ଦୁଃଖ ବି ଲାଗୁଛି କି ମୁଁ ଆଜି କିଛି ବି କରିପାରିଲିନି। ନା ସିଲେଇ କରିପାରିଲି, ନା ୟୁଟ୍ୟୁବ କରିପାରିଲି, ନା କଣ କରିପାରିଲି। ହେଲେ ସେତେବେଳକୁ ବହୁତ ଅଫସୋସ ହିଁ ଲାଗେ। ହେଲେ ଏବେ ଚିନ୍ତା କରୁଛି, ନା ମୁଁ ଡେଲି ରାତି ହେଲେ ମାନେ ମ୍ୟାନେଜମେଣ୍ଟ କରିବା ସତରେ ବହୁତ କଷ୍ଟ। କିନ୍ତୁ ଆମେ ସିନା ଖାଲି ଏମିତି କାମ କରୁଛୁ, ଆକ୍ଚୁଆଲି ମ୍ୟାନେଜମେଣ୍ଟ କରିବା ଆମ ପାଇଁ ନିହାତି ଜରୁରୀ। ଆମେ ଯଦି ମ୍ୟାନେଜମେଣ୍ଟ ନ କରିପାରିବୁ, ତାହେଲେ ଆମର କାମ ବି ଠିକ ସେ ହବନି। ଅବଶ୍ୟ ମୁଁ ବି କାମ କରୁଛି, କିନ୍ତୁ ସେ କାମ ମୋର ଠିକ ସେ ହେଇପାରୁନି। ମୁଁ ସେଇ ସବୁ କାମ କରୁଛି। ସକାଳୁ ଶୋଇ ଉଠିଲେ ଯେମିତି ବାଥରୁମ ଯିବା କଥା, ବାଥରୁମ ଯାଇକି ଆସୁଛି। ତାପରେ ହେଲା ଘର ଝାଡୁ କରୁଛି। କି ବାସନ ଯଦି ମୁଁ ରାତିରେ ନ ଧୋଇଥାଏ, ତାହେଲେ ମୁଁ ସକାଳେ ବି ଧୋଇ ଦଉଛି। ଏସବୁ କରିକି ତାପରେ ଚା ବନେଇବା, ରୁଟି ବନେଇବା, ଭାତ ବନେଇବା, ଏ ସବୁ କରୁଛି। କିନ୍ତୁ ମୋର କିଛି ସିଷ୍ଟମ ନାହିଁ। ହେଲେ ଅନ୍ୟ ମାନଙ୍କର ମୁଁ ଏଠି ଯେତେବେଳେ ଦେଖୁଛି, ସମସ୍ତଙ୍କର ଗୋଟେ ପ୍ରକାର ସିଷ୍ଟମ ଅଛି। ଯେମିତି କିି ସେମାନେ ସକାଳୁ ଉଠିଲେ, ସକାଳୁ ମାନେ ତାଙ୍କର ଗୋଟିଏ ଟାଇମ ଅଛି। ମୁଁ ବି ବହୁତ ଆଗରୁ ସେମିତିକା ମୋର ଗୋଟିଏ ଟାଇମ ଥିଲା, ଯେ କି ମୁଁ ଉଠୁଥିଲି। ଆଉ ମୋ ଛୁଆ ଗଲା ପୂର୍ବରୁ ହିଁ ମୁଁ ସବୁ କିଛି ରେଡି କରିଦଉଥିଲି। ଦେଖନ୍ତୁ, ପୁଣି ସେତେବେଳେ ବର୍ଷା ଛାଡିଥିଲା, ମୁଁ ସେତେବେଳେ ଜଷ୍ଟ ଭିଡିଓ କରି ଆସିକି ମୁଁ ଘରେ ବସିକି ସିଲେଇ କରୁଥିଲି। ସିଲେଇ ଅଧା କରିଛି ତ ଜୋରରେ ହିଁ ବର୍ଷା ହେଲା। ଏଇ ଝରକା ଭିତରୁ, କାହିଁକି ନା ସେପଟେ କବାଟ ଟା ବନ୍ଦ କରିବାକୁ ଗଲି। କବାଟ ଟା ନହେଲେ ବର୍ଷା ପାଣି ଛିଟା ମାରୁଛି, ସେଇଥିପାଇଁ ମୁଁ ପୁଣି ଆଉ ଥରେ ସେପଟେ କବାଟ ବନ୍ଦ କରିକି ଏପଟେ ଆସିକି କଲି। ସେତେବେଳେ ଛୁଆ ମୋର ଛୋଟ ଥିଲା, ତେଣୁକରି ମୁଁ କହେ ନାଇଁ, ଛୁଆ ଗଲା ପୂର୍ବରୁ ହିଁ ମୁଁ ପୂଜା ପାଠ କରିଦେବି, ଯେ ସିଏ ତାପରେ ମାନେ ଧୂପ ଦୀପ ଦେଖିକି ଠାକୁରଙ୍କୁ ନମସ୍କାର କରିକି ଯିବ। ସତରେ ସେତେବେଳେ ଦିନ କୁଆଡେ ପଳେଇ ଯାଉଛି କିଛି ବି ଜଣା ପଡୁନି। ସେଇଥିପାଇଁ ସବୁବେଳେ ଖାତା କଲମର ମ୍ୟାନେଜମେଣ୍ଟ ଦରକାର। ଏଇ ଯୋଉ ଘର କାମ, ଏଗୁଡା କିଛି କାମ ନୁହେଁ ବୋଲି କଥା ନୁହେଁ। ଏଇଗୁଡା ହଉଛି ସବୁଠୁ ବଡ କାମ। ଘର ପାଇଁ ହିଁ ଆମେ ରୋଜଗାର କରୁଛୁ। ଘର ପାଇଁ ହିଁ ଆମେ ସବୁ ସଫାସୁତୁରା ସବୁ କିଛି ଜିନିଷ କରୁଛୁ। ଆଉ ଆମେ ଯଦି ନ କରିବୁ, ଆଉ ତାହେଲେ ଲାଭ କଣ?
ଏସବୁ ଜିନିଷ। ଆଜି ମୁଁ ଯୋଉ ସିଲେଇଟା କରୁଛି, ସିଲେଇଟା ମୁଁ କଣ ପାଇଁ କରୁଛି? ସିଲେଇଟା କରିବାର କାରଣ ହେଲା ମୋ ପାଖରେ ବର୍ତ୍ତମାନ ଏତିକି ସମୟ ବଳିଗଲା। ମୁଁ ଯେହେତୁ ବଳିଗଲା କାମଟା କରୁଥିଲି, ତାପରେ ପରେ ମୋ ପାଖକୁ କାମ ଆସିଲା, ପଇସା ଆସିଲା, ମୁଁ ତ ନିଶ୍ଚିତ ଭାବରେ କରିବି। ଏସବୁ ହେଲା ବହୁତ ପ୍ରକାର ଜିନିଷ। ଆପଣମାନେ ଚିନ୍ତା କରନ୍ତୁ, ଟାଇମ ସେଟ୍ କଲା ମାନେ ଆପଣମାନେ ସବୁ କିଛି କରିପାରିବେ। ଆଉ ଟାଇମ ଯେତେ ପର୍ଯ୍ୟନ୍ତ ସେଟ୍ ନ ହେଇଥିବ ସେତେ ପର୍ଯ୍ୟନ୍ତ କିଛି ହେଇପାରିବ ନାହିଁ। ତେଣୁକରି ଏସବୁ ବି ଖାତା କଲମରେ ଲେଖିବା ଦରକାର। ନିଜର ପଜିଟିଭ ଜିନିଷ, ନିଜର ନେଗେଟିଭ ଜିନିଷ ଏସବୁ ଲେଖିବା ଦରକାର। ଆଜି ଦିନ ତମାମ ଭିତରେ, ସତରେ ଛୋଟ ଥିଲାବେଳେ ଆମକୁ କୁହନ୍ତି ଯେ ଆଜି ଦିନ ତମାମ ଭିତରେ କଣ କାମ କଲୁ ତୁ ଖାତାରେ ବସିକି ଲେଖ, ଗୋଟେ ଡାଏରୀ କର, ଗୋଟେ ଡାଏରୀରେ ଲେଖ, ହେଲେ ତୁ ଜାଣିପାରିବୁ ସତରେ ଡାଏରୀ ଲେଖିବାଟା ହିଁ ହଉଛି ଜୀବନର ସୁଧାର। ଯେତେ ଆମେ ଲେଖିବା ସେତେ ନିଜକୁ ପରିବର୍ତ୍ତନ କରିପାରିବା। ସତରେ ମାନେ ଏସବୁ ଜିନିଷ ଯୋଉମାନେ କହିଛନ୍ତି ଏଇଟା କେବେ ବି ସେମାନେ ମିଛ କଥା କହିନାହାନ୍ତି। ସଦା ସର୍ବଦା ଆମେ ଯଦି ଲେଖିବୁ ତାହେଲେ ଆମ ପାଇଁ ହିଁ ସେଟା ଠିକ। ମୁଁ ବି ସେଇଟା ହିଁ ଚେଷ୍ଟା କରୁଛି କି ଜୀବନର ଗୋଟେ ସୁଧାର, ଜୀବନର ଗୋଟେ ନିଜର କ୍ୱାଲିଟି, ନିଜର ସବୁ କିଛି ଇଏ ମୁଁ ଚିନ୍ତା କରୁଛି। ମୁଁ ମାନେ ଏଇଟା କଣ ସାଧାରଣ ଭାବରେ ମୁଁ ଏଇଟିକେ ବସିଲି ସିଲେଇଟା କରିଦେଲି, ମୋ ଦିନଟା କଟିଗଲା, ଏଇଟା ନୁହେଁ। ଗୋଟେ ଜିନିଷର ସୁଧାର, ଟାଇମ ଟୁ ଟାଇମ, ଟାଇମ ମ୍ୟାନେଜମେଣ୍ଟ, ଏସବୁ ଜିନିଷ ମାନେ ନିଜେ ନ କରିଲେ କିଛି ଲାଭ ନାହିଁ। ଆମେ ଯେତେ ବି କର୍ମ କରୁ, କର୍ମର ଇମ୍ପୋର୍ଟାନ୍ସ ନଥିଲେ ଆମର ବି ଇମ୍ପୋର୍ଟାନ୍ସ ନଥାଏ। ତେଣୁକରି ଆଜି ତ ମୁଁ ସେମିତି କିଛି ଖାସ ବନେଇ ପାରିନି। ଆଉ ଆପଣଙ୍କୁ ଦେଖେଇଲି ଏଇ ବ୍ଲାଉଜ ଟା ତ ସେ କଷ୍ଟମର ଯିଏ ତାଙ୍କର ମୁଁ ବନଉଛି। ଆଉ ଏଇ ବ୍ଲାଉଜ ଟା ବର୍ତ୍ତମାନ ହେଲା ଆଗ ପଛ ସରି ଯାଇଛି, ଆଉ ହାତ ହବ। ଆଉ ହାତ ପରେ ମୁଁ ତାକୁ ଯାଇକି ଜଏଣ୍ଟ କରିବି। ଆଉ ତାପରେ ହେଲା ମତେ ସିଏ ଆଉ ଦିଟା ବ୍ଲାଉଜ ଯୋଉ ଦେଖେଇଲି ପାଟର, ସିଏ ବି ସାରିକି ଦବାର ଅଛି। ଆଉ ଜଣଙ୍କର କଟନ ବ୍ଲାଉଜ ଅଛି ତାକୁ ସାରିକି ଦବାର ଅଛି। ଆକ୍ଚୁଆଲି ମାନେ ଏଇ ସବୁ କାମ ରହିଗଲା ବେଳକୁ ମୁଣ୍ଡ ଟା ଟିକେ ସିଲେଇରେ ରହିଯାଉଛି, ଆଉ ଭିଡିଓ ପ୍ରତି ମୁଁ ଏତେ ଧ୍ୟାନ ଦେଇ ପାରୁନି। ତଥାପି ମୁଁ ଚେଷ୍ଟା କରିବି କି ମୁଁ ଡେଲି ଭ୍ଲଗ ଆଣିବା ପାଇଁ। ଆଉ ବାସ୍ ଆପଣ ମାନଙ୍କ ସପୋର୍ଟ ହେଲେ ହିଁ ମୁଁ ଯାହା ଆଗକୁ ଯାଇପାରିବି। ତେଣୁକରି ଭିଡିଓଟି ମୁଁ କହିପାରୁନି ଆପଣଙ୍କୁ ଭଲ ଲାଗିଥିବ କି ନ ଲାଗିଥିବ, ହେଲେ ଆପଣ ମାନେ ମତେ ଟିକେ ସପୋର୍ଟ କରନ୍ତୁ। ଆଉ ସପୋର୍ଟ କଲେ ହିଁ ମୁଁ ଆଗକୁ ଯାଇପାରିବି। ଆଉ ରହିଲି ଏଇ ସବୁ କଥା। ଏଇଟା ଦେଖନ୍ତୁ, ଏଇ ବ୍ଲାଉଜ ଟା ତ ମୁଁ କରିସାରିଲି, ଏଇଟା ତାପରେ କରିବାର ଅଛି, ଏଇଟା ତାପରେ କରିବାର ଅଛି। ଏଇ ତିନିଟା ମତେ ଦବାରେ ହିଁ ଅଛି। ଆଉ ତେଣୁକରି ରହିଲି, ଜୟ ଜଗନ୍ନାଥ।